ଖଣି ଅଧିକାରୀଙ୍କ ଘରୁ ମିଳିଲା 4 କୋଟି ଟଙ୍କା 130 ଗ୍ରାମର ସୁନା। ଓଡ଼ିଶା ଭିଜିଲାନ୍ସ ଇତିହାସରେ ସବୁଠାରୁ ବଡ଼ ରେଡ୍। ଭିଜିଲାନ୍ସ ଜାଲରେ ଖଣି ବିଭାଗର କଟକ ସର୍କଲ ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି 30,000 ଟଙ୍କା ଲାଞ୍ଚ ଅଭିଯୋଗ ମାମଲାରେ ସେ ଧରାପଡ଼ିଥିବା ସୂଚନା ମିଳିଛି। ଜଣେ କୋଇଲା ଖଣି ବ୍ୟବସାୟୀଙ୍କ ନିକଟରୁ 30,000 ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ମାଡ଼ି ବସିଲା। ଲାଞ୍ଚ ନେଇ ଧରାପଡ଼ିବା ପରେ ଆରମ୍ଭ ହୋଇଛି ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼। ସମ୍ପୃକ୍ତ ଉପନିର୍ଦ୍ଦେଶକଙ୍କ ଘରେ ରାତି ଅଧିଆ ରେଡ୍ କରିଛି ଭିଜିଲାନ୍ସ। ଭୁବନେଶ୍ୱରସ୍ଥିତ ଶ୍ରୀବିହାର ଘର ସମେତ କଟକ ସ୍ଥିତ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସ୍ଥାନରେ ଭିଜିଲାନ୍ସ ରେଡ୍ କରିଥିବା ସୂଚନା ମିଳିଛି। ଘରେ ଚଢ଼ାଉ ବେଳେ 4 କୋଟି ଟଙ୍କାର ନଗଦ ମିଳିଥିବା ବେଳେ ସେହି ଟଙ୍କାକୁ ଟ୍ରଲି ବ୍ୟାଗ୍ ଓ ଆଲମିରାରେ ରଖିଥିଲେ ଅଧିକାରୀ। ଖଣି ଅଧିକାରୀଙ୍କ କାର୍ଯ୍ୟାଳୟରେ ଚଢ଼ାଉ ବେଳେ ନଗଦ 1,20,000 ଟଙ୍କା ମିଳିଛି। ସେହିପରି 130 ଗ୍ରାମ ସୁନା ଓ ଭୁବନେଶ୍ୱରର ପାହାଳରେ ପ୍ରାୟ 2400 ବର୍ଗଫୁଟର ନିର୍ମିତ ଏକ 2 ମହଲା କୋଠା ଠାବ ହୋଇଛି। ବ୍ୟୁରୋ ରିପୋର୍ଟ, G9 ଓଡ଼ିଆ।